ଆଜିକିରା ପାଇଁ ବସ୍ରେ ହଠାତ୍ 7 ଘଣ୍ଟା ଟ୍ରାଭେଲ୍ କରିବାକୁ ପଡ଼ିଲା। ତ ହ୍ୟାଲୋ ଗାଇଜ୍, ଆପଣମାନେ କେମିତି ଅଛନ୍ତି? ମୁଁ ଭଲରେ ଅଛି। ମୁଁ ଅଭି ଆଉ ଆଜି ତୁମ ନାନୀ ପଳେଇବ, କାହିଁକିନା ସେ ବି ଯାତ୍ରାକୁ ଆସିଥିଲା। ମୋ ମା ତାକୁ ନେଇଯାଉଛି, ଦେଖିପାରୁଥିବ ବ୍ୟାଗ୍ ଫ୍ୟାଗ୍ ଅଛି। ଆଉ ମୁଁ ତାକୁ ମାନଙ୍କୁ ପାଲଟା ବାଇପାସ୍ ଯାକେ ନେଇଦେଲି। ଆଉ କାହ୍ନା ବସ୍ ତ ଲାଗିଥିଲା ବୋଲେ ତାକୁ ମାନଙ୍କୁ କାହ୍ନା ବସ୍ରେ ପଠେଇଦେଲି ରାଉରକେଲା। ଆଉ ଟିକେ ସମୟ ପରେ ମୁଁ ବାହାରି ଯାଇଥିଲି ମୋ ବଡ଼ ଦିଦି ଘରକୁ, କାହିଁକିନା ତାଙ୍କର ବାଇକ୍ଟା ଦେଇକିନା ମୋତେ ଯିବାର ଥିଲା ମୋ କାମ ସାଇଡ଼କୁ। ଆଉ ପେଟ୍ରୋଲ କମ୍ ଥିଲା ବୋଲି ପେଟ୍ରୋଲ ପମ୍ପରେ ତେଲ ଟିକେ ଭରିଦେଲି। ଆଉ ଟିକେ ସମୟ ପରେ ମୋ ନାନୀ ଘରେ ମୁଁ ପହଞ୍ଚି ଯାଇଥିଲି। ଲାଇନ୍ ଗଡ଼ିଥିଲା ବୋଲେ ଅନ୍ଧାର ଅନ୍ଧାର ଦିଶୁଛି, ଆଉ ଖାଇନଥିଲି ବୋଲେ ଖାଇ ଦେଇକିନା ସାଙ୍ଗେ ସାଙ୍ଗେ ବାହାରି ଯାଇଥିଲି ଆମ୍ବକଟା ଛକ। ଆଉ ଟିକେ ସମୟ ୱେଟ୍ କଲା ପରେ ମୋତେ ମିଳିଯାଇଥିଲା ଗୋଟେ ଗଭର୍ଣ୍ଣମେଣ୍ଟ ବସ୍। ଆଉ ସାଙ୍ଗେ ସାଙ୍ଗେ ମୁଁ ବାହାରି ଯାଇଥିଲି ଦେବଗଡ଼। ଆଉ କିଛି ସମୟ ପରେ ମୁଁ ଦେବଗଡ଼ରେ ପହଞ୍ଚି ଯାଇଥିଲି। ଆଉ ମୋ ବ୍ୟାଗକୁ ଦେଖିଲି ଯେ ପାଣି ବୋଟଲ ଗୋଟେ ନଥିଲା ବୋଲେ ପାଣି ବୋଟଲ ଗୋଟେ ନେଇଗଲି ମୋ ପାଇଁ। ଆଉ ଫାଇନାଲି 4 ଘଣ୍ଟା ସଫର କରିସାରିଲା ପରେ ବସ୍ରେ ମୁଁ ପହଞ୍ଚି ଯାଇଥିଲି ବାମରାରେ। ଆଉ 4 ବାଜି ଯାଇଥିଲା ନା ବୋଲେ ତ ଭୋକ ପ୍ରବଳ, ସେଥିପାଇଁ ଚା ଗୋଟେ ପିଇଦେଲି। ଆଉ ଟିକେ ସମୟ ୱେଟ୍ କଲା ପରେ ଆମ କାମ ସାଇଡ଼ ପାଖକୁ ଗୋଟେ ବସ୍ ମିଳିଯାଇଥିଲା। ଆଉ ଟିକେ ସମୟ ପରେ ଆମ କ୍ୟାମ୍ପ ସାମ୍ନାରେ ମୁଁ ପହଞ୍ଚି ଯାଇଥିଲି। ମୋତେ ଦିନ ଲାଗିଲା 7 ଘଣ୍ଟା କେତେ ଟ୍ରାଭେଲ୍ କଲି, ମୋତେ ଦିନ ଲାଗୁଛି ଶଳା ତାମିଲନାଡୁ ପଳେଇ ଆସିଲି। ତ ଆଜିର ମିନି ବ୍ଲଗ୍ଟା ଆପଣମାନଙ୍କୁ କେମିତି ଲାଗିଲା ମୋତେ ଟିକେ କମେଣ୍ଟରେ କହିଦେବେ। ଯଦି ଭଲ ଲାଗୁଛି ହେଲେ ଫଲୋ ଗୋଟେ କରିଦେବେ। ନେକ୍ସଟ ବ୍ଲଗ୍ ଦେଖିବା ନାହିଁ, ରହୁଛି। ଜୟ ଜଗନ୍ନାଥ।